ପରେ ପରିବହନ କମିଶନର କହିଛନ୍ତି ଆଲୋଚନା ସଫଳ ହୋଇଛି। ହେଲେ ଡ୍ରାଇଭର ମହାସଂଘ କମିଶନରଙ୍କ କଥାକୁ ଖଣ୍ଡନ କରିବା ସହିତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ। ଟ୍ରକ୍ ଡ୍ରାଇଭରଙ୍କ ସହିତ ଆଜିଠାରୁ ଆନ୍ଦୋଳନରେ ସାମିଲ ହୋଇଛନ୍ତି ବସ୍ ଡ୍ରାଇଭର, ଯାହା ପାଇଁ ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ଡ୍ରାଇଭର ଗାଡ଼ି ଛାଡ଼ି ଆନ୍ଦୋଳନରେ ସାମିଲ ହୋଇଥିବାରୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି। ଦେଶର ଅତ୍ୟାବଶ୍ୟକ ସାମଗ୍ରୀ ହେଉ ଅବା କଞ୍ଚାମାଲ ପରିବହନ ପଛରେ ଟ୍ରକ୍ ପରିବହନର ଗୋଟିଏ ବଡ଼ ଭୂମିକା ରହିଛି। ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେବା ସହିତ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସାର୍ ନମସ୍କାର, ମୁଁ HR ଟିଭିରୁ କହୁଥିଲି। ନମସ୍କାର ସାର୍। ସାର୍ ଆକ୍ଚୁଆଲି ଆପଣଙ୍କ ଟିକେ ପ୍ରତିକ୍ରିୟା ଦରକାର ଥିଲା, ମିଳିପାରିବ? କୁହନ୍ତୁ ଆଜ୍ଞା, ମିଳିଯିବ ସାଙ୍ଗେ ସାଙ୍ଗେ ନେବେ। ହଁ, ମୋର ପଚାରିବାର ଏଇଟା ଥିଲା ଯେ ଯୋଉ ଡ୍ରାଇଭର ମାନଙ୍କ ଆନ୍ଦୋଳନ ମାନେ ଏବେ ହଉଛି, ତ ଏଇଟା କଣ ଆଉ କେତେ ଦିନ ଚାଲିବ, ପରିସ୍ଥିତି କଣ ହେଲାଣି, ଆର ପ୍ରଭାବ ଲୋକଙ୍କ ଉପରେ କେମିତି କଣ ପଡୁଛି ସାର୍? ଆଜ୍ଞା ଗୋଟେ ଦିନ ଆମେ ରାସ୍ତାର କଡ଼ରେ ଆସିକି ବସିଛୁ, କାହାକୁ ଅଟକେଇନୁ। ଆଜ୍ଞା, ଡ୍ରାଇଭର ଗୋଟେ କଣ ଆଜ୍ଞା, କଣ ପାଇଁ ଏତେ ପ୍ରଭାବ ପଡିବ ଆଜ୍ଞା? ଲୋକଙ୍କ ଉପରେ ସାର୍ କେତେ ପ୍ରଭାବ ପଡିଛି? ଆଜ୍ଞା ଆମେ କାହାକୁ ଅଟକେଇନୁ ଆଜ୍ଞା। ଅଲଗା ଲୋକ ହେଲେ ଆମକୁ ଯେତେବେଳେ ଅଟକେଇ ଦଉଛନ୍ତି, ଷ୍ଟ୍ରାଇକ ହେଲେ ସେତେବେଳେ କେହି ପଚାରୁନାହାନ୍ତି ଆଜ୍ଞା। ଆମେ ଖାଇଛୁ ନ ଖାଇଛୁ, କଣ କରିଛୁ, କିଛି ନାହିଁ, କେହି ପଚାର ନାହିଁ। କାହା ଗାଁରେ କିଏ ମରିଗଲା, କଣ ହେଇଗଲା, କିଏ ଉଚକି ହେଇଗଲା, ସେଇଟା ଆମକୁ ମାନେ ଷ୍ଟ୍ରାଇକ କରିଦେବେ ସାଙ୍ଗେ ସାଙ୍ଗେ, ସେତେବେଳେ ପଚାରନ୍ତିନି। କିନ୍ତୁ ଆମେ ଆଜ୍ଞା ଷ୍ଟ୍ରାଇକ କରିନୁ, ଆମେ କାହାକୁ ଛେକିନୁ, କାହାକୁ କିଛି କହିନୁ। କିନ୍ତୁ ମାନେ ଆମ ଡ୍ରାଇଭର ଭାଇ ଭିତରେ ଆମର ଯେହେତୁ ଗୋଟେ ସମସ୍ୟା ହେଇଛି, ଆମ ସମସ୍ୟାକୁ ଆମେ ସାଇଡ ହେଇକି ବସିଛୁ। କିନ୍ତୁ ପ୍ରଭାବ ତ ନିହାତି ଭାବରେ ପଡିଛି ଆଜ୍ଞା। ସମସ୍ତେ ଜାଣୁଛେ ଯେ ଡ୍ରାଇଭର ଭାଇ ମାନେ ବସି ଯାଇଛନ୍ତି, ତ ସମସ୍ତ ମାନେ କିଏ କୁଆଡେ ଯାଇ ପାରୁନାହାନ୍ତି। କିନ୍ତୁ ନିହାତି ଭାବରେ ଏହା କହିବି ଯେ ଡ୍ରାଇଭର ମାନେ ଆଉ ଶେଷରେ କିଛି ରାସ୍ତା ପାଇଲେନି ଆଜ୍ଞା। ଆଚ୍ଛା ସାର୍, ଯୋଉ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ମାଲ ପରିବହନ ସେବା କିଛି ବାଧାପ୍ରାପ୍ତ ହୋଇଛି? ହଁ ନିଶ୍ଚୟ ଭାବରେ ହବ ଆଜ୍ଞା। ମାଲ ପରିବହନ ଡ୍ରାଇଭର ହିଁ କରୁଛନ୍ତି, ଆଉ ଆସିବ। ଆହୁରି ମଧ୍ୟ କୁହାଯାଉଛି ପେଟ୍ରୋଲ ଡିଜେଲ ପରିବହନ ଉପରେ ମଧ୍ୟ ଆର ପ୍ରଭାବ ପଡିଛି ସାର୍। ନିଶ୍ଚୟ ପଡିବ ଆଜ୍ଞା। ଏମିତି ନିୟମ ସରକାର ଆଡୁ ଓଡିଶା ସରକାର ତ ଯେତେ ଦିନ ଯାହା କଲେ ପରବର୍ତ୍ତୀ ମୁହୂର୍ତ୍ତରେ ଆଡେ କେନ୍ଦ୍ର ସରକାର ଗୋଟେ ନିୟମ କଲେ ତ ଡ୍ରାଇଭର ଆଜ୍ଞା ବାଧ୍ୟ ହେଇକି ମାନେ ରାସ୍ତାକୁ ଆସିବେ, ଆଉ ରାସ୍ତା ନାହିଁ ଲାଗିଛି। ସାର୍ ମୁଖ୍ୟ ଦାବି କଣ ରହିଛି ଆଉ ସମସ୍ୟା କଣ ରହିଛି? ଆଜ୍ଞା ଆମେ ଦୁଇଟା ଦାବିରେ ଥିଲୁ, ବର୍ତ୍ତମାନ ଗୋଟେ ଦାବିର ପାଖାପାଖି ସଲ୍ଭ ହେଇ ବସିଲାଣି। ଆଜ୍ଞା, ମାନେ ଦୁଇଟା ଦାବି କହିଲେ, ଆମେ ଆଗରୁ ଜାଣିଥିବେ 9 ମାସ ତଳେ ଆମେ ଘାଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲୁ ଥରେ। ଆଜ୍ଞା, ତ ଆମକୁ ଯାହା ପ୍ରତିଶ୍ରୁତି ଦେଇଥିଲା ଆଜି ପର୍ଯ୍ୟନ୍ତ ତାହା ହେଇନଥିଲା। ଆଜ୍ଞା, କିନ୍ତୁ ଆଜି ଯେତେବେଳେ ଆମେ ଆନ୍ଦୋଳନକୁ ଓହ୍ଲେଇଲୁ, ମାନେ ସେ ପୁରା ବହୁତ ଶୀଘ୍ର ଯୋଉଟା କି ଓଡିଶା ସରକାର କିଛି ତାର ଫଇସଲା ବର୍ତ୍ତମାନ କରିଛନ୍ତି ଯେ ଆମେ ଯୋଉ ଡିମାଣ୍ଡ ରେ ଥିଲୁ ଯେ ଆମେ ତ 10ଟା ଦାବି ଦେଇଥିଲୁ, କିନ୍ତୁ ସେଥିରୁ ଗୋଟେ ସରକାର ମାନିଥିଲେ, ତାକୁ ମଧ୍ୟ ଆମେ ବହୁତ ଖୁସି ଥିଲୁ। ଆଜ୍ଞା, କିନ୍ତୁ ସେ ଯୋଉଟା ଇନ୍ସୁରାନ୍ସ ଟା ଆଜି ପ୍ରଥମ କରି ଆମର କିଛି ଗୋଟେ କିମ୍ବା ଦିଟା ଭାଇଙ୍କ ପାଇଁ ମାନେ ଓଡିଶା ସରକାର ପୁରା ସେ ଯୁଦ୍ଧ ଭିତ୍ତିକ ଭାବରେ ଦୁଇଟା ଚେକ୍, ମାନେ ଆଜି କେତେଟା ଚେକ୍ କାଟିଛନ୍ତି ଆଉ ସବୁ ରେଡି କରିଛନ୍ତି। ମାନେ ଓଡିଶା ସରକାର ତରଫରୁ ଯୋଉ ଆମ ମାଗଟା ଥିଲା ସେଟା ପୂରଣ ହେଇଛି। କେବଳ କଥା ରହିଲା ଯୋଉ ଭାରତ ସରକାରଙ୍କର ଯୋଉ ଅଛି ଆମର ଯୋଉ କଳା କାନୁନ, ଯୋଉଟା 10 ବର୍ଷ ଜେଲ ଆଉ 7 ଲକ୍ଷ ଟଙ୍କା ଜରିମାନା ଡ୍ରାଇଭର ମାନଙ୍କ ପାଇଁ ସମସ୍ୟା। ଆଜ୍ଞା, ତ ବର୍ତ୍ତମାନ ତ ସମସ୍ତେ ଅପେକ୍ଷାରେ ଅଛୁ। ଆଉ ଆମର ଆଉ କିଛି ଟିକେ କ୍ଲିୟରାନ୍ସ ଦରକାର ଅଛି, ଯୋଉଟା କି ଆମ ଭାଇ ମାନେ ଭୁବନେଶ୍ୱର ଯାଇଛନ୍ତି, ଆଜି ଆଲୋଚନା ଚଲେଇଛନ୍ତି ଆମର ମାନ୍ୟବର କମିଶନର ଏବଂ ମନ୍ତ୍ରୀ ମାନଙ୍କ ସହିତ। ସେମାନେ ଆକ୍ଚୁଆଲି ଡିକ୍ଲାର ଦେଇଦେଲେଣି ଯେ ଆମେ କରିଦେଲୁ ବୋଲି। ସେମାନେ ଆକ୍ଚୁଆଲି କରିଦେଇଛନ୍ତି, ଆଜି ଚେକ୍ ପୁରା ଦେଇଦେଇଛନ୍ତି। କେବଳ ସୋମବାର ଦିନ ତାଙ୍କ ଫର୍ମାଲିଟି ମେଣ୍ଟେନ ହବ। ସାର୍ ପରିବହନ କମିଶନର କୁଆଡେ କହିଛନ୍ତି ଯେ ଆଲୋଚନା ସଫଳ ହେଇଛି, କିନ୍ତୁ ଆଜ୍ଞା ଡ୍ରାଇଭର ଆଜ୍ଞା ମହାସଂଘ କହିଛନ୍ତି ନାଇଁ ଯେ ଆଜ୍ଞା ଆନ୍ଦୋଳନ ଆଗକୁ ବି ଜାରି ରହିବ। ହଁ ହଁ ଆନ୍ଦୋଳନ ଜାରି ଅଛି ଆଜ୍ଞା। ବର୍ତ୍ତମାନ କଣ ହେଇଛି, ପରିବହନ କମିଶନ ଯେତେବେଳେ ସେମାନେ ବାଇକ୍ ଟା ଦେଇଥିଲେ, ଆଜ୍ଞା, ସେତେବେଳେ ସେମାନେ କଥା ହେଇଥିଲେ, ବାଇକ୍ ଟା ଦେଇଦେଲେ। କିନ୍ତୁ ମାନେ ତାଙ୍କ ଆଡୁ ସେମାନେ ସବୁବେଳେ ଚାହିଁବେ ସଫଳ ହଉ ବୋଲିକି, ଆମେ ବି କହୁଛୁ ସଫଳ ହଉ। କିନ୍ତୁ ଆମକୁ ମନକୁ ନ ପାଇଲା ପର୍ଯ୍ୟନ୍ତ ଆମେ ଆଉ କହିବୁ କି ଆଜ୍ଞା? ଆମେ ଯୋଉଟା ମାନେ ମାଗିଛୁ ବା ସେଟା ଯଦି ନ ମିଳିବା ପର୍ଯ୍ୟନ୍ତ କହିପାରିବୁ କି? ତେଣୁକରି ଆମେ କହିଥିଲୁ ଯେ ପର୍ଯ୍ୟନ୍ତ ଆମକୁ ଚେକ୍ ନ ମିଳୁଛି ସେ ପର୍ଯ୍ୟନ୍ତ ଆମେ ବିଶ୍ୱାସ କରିବୁନି, ବା ପୁରା ଟୋଟାଲ ଯେ ପର୍ଯ୍ୟନ୍ତ ଡ୍ରାଇଭର ଭାଇର ପୁରା ମାନେ କଂକ୍ରିଟ ଆମେ ଜାଣୁଛୁ ଯେ ଆମର ପଇସାଟା ଯୋଉଟା ଦେବାର ଥିଲା ସରକାର ଦିଆଗଲା, ତାକୁ ନ ଜାଣୁଛୁ ସେ ପର୍ଯ୍ୟନ୍ତ କେମିତି କଲ୍ ଅପ୍ କରିବୁ? ତାହେଲେ ତେଣୁକରି ସାର୍ ବର୍ତ୍ତମାନ ଆଗକୁ ଏବେ କଣ ଆନ୍ଦୋଳନ ଜାରି ରହିବ ନା ସ୍ଥଗିତ ମାନେ ହେଇଗଲା? କ୍ଲିୟର କଣ ହେଲା? କ୍ଲିୟର ଏହା ହେଇଛି ଯେ ଏବେ ଓଡିଶା ସରକାର ଚେକ୍ ମାନେ କାଟି ଦେଇଛନ୍ତି ପୁରା। ତ ଗୋଟେ ହିସାବରେ ଆମେ ଜାଣିଲୁ, କ୍ଲିୟର ହେଲୁଣି ଯେ ଓଡିଶା ସରକାର ଯୋଉଟା ଆମର ମାଗ ଥିଲା ତାକୁ ପୂରଣ କରିବାରେ ମାନେ କରିଦେଇଛନ୍ତି ପୂରଣ। ବର୍ତ୍ତମାନ ଆଜ୍ଞା, ଖାଲି ତାର ଫର୍ମାଲିଟି ମେଣ୍ଟେନ ଟା ରହିଛି।
ଆଉ ଏପଟେ ବର୍ତ୍ତମାନ ଆମେ ଯେହେତୁ ସାଙ୍ଗେ ସାଙ୍ଗେ ପିଲାମାନେ ବି ଆଉ କିଛି ଭାବିଛନ୍ତି ଯେ କେନ୍ଦ୍ର ସରକାର ବି ଯୋଉ ଆଇନଟା ପିଲାମାନେ ଡରୁଛନ୍ତି ସେଟାକୁ, ତ ତା ପାଇଁ ବର୍ତ୍ତମାନ ଆମେ ଆଲୋଚନା ଚଲେଇଛୁ ଆଜ୍ଞା। ସନ୍ଧ୍ୟା ସମୟରେ ଅପଡେଟ ପୁରା ଦବୁ ଯେ ଆଗକୁ ମିଦିନରେ ରହିବ ଷ୍ଟ୍ରାଇକ ନା ସରିଗଲା ଆମ ଷ୍ଟ୍ରାଇକ। ଠିକ୍ ଅଛି ସାର୍, ଥ୍ୟାଙ୍କ ୟୁ ସାର୍। ହେଲେ ସେପଟେ ଡ୍ରାଇଭର ମହାସଂଘର ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ ଶାନ୍ତି ଶୃଙ୍ଖଳା ସହକାରୀ ଆନ୍ଦୋଳନ ହୋଇଛି। ଯେହେତୁ ଆମର ସମସ୍ୟା ରହିଥିଲା ସେଥିପାଇଁ ଆମେ କାହାକୁ ନ ଅଟକାଇ ଆନ୍ଦୋଳନ କରିଥିଲୁ। ଏଇଟା ସତ ଯେ ଯେହେତୁ ଡ୍ରାଇଭର ଭାଇମାନେ ବସିଛନ୍ତି ସେଥିପାଇଁ ନିଶ୍ଚିତ ଭାବରେ ଏହାର ପ୍ରଭାବ ପଡ଼ିଛି, କିନ୍ତୁ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ଆମର ମୁଖ୍ୟତଃ ଦୁଇଟା ଦାବି ରହିଥିଲା, ଗୋଟିଏ ପ୍ରାୟତଃ ସମାଧାନ ହେବା ଉପରେ ରହିଥିବା ବେଳେ ଆଉ ଗୋଟିଏ ବାକି ଅଛି। 9 ମାସ ତଳେ ଆମେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଥିଲୁ। ପ୍ରତିଶ୍ରୁତି ଯାହା ମିଳିଥିଲା ତାହା ପୂରଣ ହୋଇନଥିଲା, କିନ୍ତୁ ଏବେ ଆନ୍ଦୋଳନକୁ ଓହ୍ଲାଇବା ପରେ ଓଡ଼ିଶା ସରକାର ଦ୍ରୁତ ଭାବରେ ନିଷ୍ପତ୍ତି ନେଇଛନ୍ତି। 10ଟା ଦାବିରୁ ସରକାର ମାତ୍ର ଗୋଟିଏ ମାନିଥିଲେ। ଏହାଛଡ଼ା ଆମର ଆଉ କିଛି ଦାବି ରହିଛି ଯାହାର ଶୀଘ୍ର ସମାଧାନ ହେବ ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ, HRTV ଓଡ଼ିଆ।